ସମସ୍ତଙ୍କୁ ନମସ୍କାର। ରେଡିଓ କୋରାପୁଟର ଏଇ ସଦ୍ୟ ନୂତନ ଅଙ୍କକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜି ଆମେ ପଢ଼ିବା ଏକ ସୁନ୍ଦର ଗପଟିଏ, ଯାହାକି ଅନୁବାଦ କରାଯାଇଛି ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ଦ୍ୱାରା। ଏହାର ମୂଳ ଲେଖା ପଲ୍ଲବୀ ତ୍ରିବେଦୀଙ୍କ ଦ୍ୱାରା ଲେଖାଯାଇଛି ଏବଂ ଡକ୍ଟର ମୃଣାଳ ଚାଟାର୍ଜୀ ୟାକୁ ଅନୁବାଦ କରିଛନ୍ତି। କାହାଣୀର ଶୀର୍ଷକ ହେଲା ଅକ୍ଟୋବର 2। କାହାଣୀଟି ଏପରି। କମଳାର ସ୍ୱାମୀ କମଳାକୁ ଖୁବ୍ ପିଟିଲା। ତାକୁ ଘର ବାହାର କରିଦେଲା। ଇଏ ଦେଖିଲା, ସିଏ ଦେଖିଲା, ସମସ୍ତେ ଦେଖିଲେ, ମୁଁ ବି ଦେଖିଲି। ସମସ୍ତଙ୍କ କାନରେ ଏକା ସଙ୍ଗରେ ଗାନ୍ଧିଜୀ କହିଲେ, ଖରାପ ଜିନିଷ ଦେଖ ନାହିଁ। ଆମେ ସମସ୍ତେ ଆଖି ଉପରେ ହାତ ରଖି ଘରକୁ ଫେରିଗଲୁ। କମଳା ରାତି ସାରା କାନ୍ଦିଲା। ତା ସାହି ଗଳିରେ କୁକୁରଙ୍କୁ ଖୁବ୍ ଗାଳିଦେଲା। ଅସଭ୍ୟ ଭାଷାରେ ଗାଳିଦେଲା। ଇଏ ଶୁଣିଲା, ସିଏ ଶୁଣିଲା, ମୁଁ ବି ଶୁଣିଲି। ଗାନ୍ଧିଜୀ ପୁଣି ଆମ କାନରେ ଫୁସ୍ଫୁସ୍ ହୋଇ କହିଲେ, ଖରାପ ଜିନିଷ ଶୁଣ ନାହିଁ। ଆମେ ସମସ୍ତେ ଝରକା ବନ୍ଦ କରିଦେଲୁ ଆଉ ଶୋଇଗଲୁ। 2 ଦିନ ପରେ ଜଣେ ଅଜ୍ଞାତ ସ୍ତ୍ରୀ ଲୋକଙ୍କର ମୃତ୍ୟୁର ଖବର ପୋଲିସ ଫାଇଲରେ ଦର୍ଜ ହେଲା। ଶନାକ୍ତ ହେଲା ପରେ ଜଣାଗଲା ସେ ସ୍ତ୍ରୀ ଲୋକଟିର ନାଁ ଥିଲା କମଳା। ପୋଲିସ ସାହି ସାରା ସମସ୍ତଙ୍କୁ ପଚାରିଲା, କଣ ହୋଇଥିଲା? କମଳାର ସ୍ୱାମୀର ଚାଳିଚଳଣ କେମିତି ଥିଲା? ମୂର୍ଖ ହାବିଲଦାର, ସିଏ କଣ ଗାନ୍ଧିଜୀଙ୍କର ଶିକ୍ଷା ଜାଣିଛି? ଆମେ କାହା ପାଇଁ ଖରାପ କଥା କହୁନା। ଗାନ୍ଧିଜୀ ଖରାପ ଭାବିବେ। ଆମେ ସମସ୍ତେ ମୁହଁ ଉପରେ ହାତ ରଖିଦେଲୁ। ଯାଞ୍ଚରୁ ଜଣାପଡ଼ିଲା ଯେ କମଳାର ମୃତ୍ୟୁ କେମିତି ହୋଇଥିଲା କେହି ଜାଣନ୍ତି ନାହିଁ। ହୁଏତ ସେ ଆତ୍ମହତ୍ୟା କରିଥାଇପାରେ। ଆମେ ସମସ୍ତେ ପରଦିନ ଗାନ୍ଧୀ ପ୍ରତିମାଙ୍କ ଉପରେ ଫୁଲ ଆଉ ଫୁଲମାଳ ଦେଲୁ। ତାଙ୍କର ଆଇନା ଆଉ ଚରଖାକୁ ଆମ ସାମାଜିକ ଗଣମାଧ୍ୟମରେ କଭର ଫଟୋ କଲୁ। ଗାନ୍ଧୀଙ୍କର 3 ମାଙ୍କଡକୁ ଧନ୍ୟବାଦ କହିଲୁ। ଆଉ ଏହିପରି ଭାବେ ଆମେ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ପାଳନ କଲୁ। ନିଶ୍ଚିତ ଭାବରେ ବନ୍ଧୁଗଣ, ଆମର ଯେଉଁଭଳି ଭାବରେ ବ୍ୟବହାର, ଯେଉଁଭଳି ଭାବରେ ଏକ ମାନସିକତା ସୃଷ୍ଟି ହୋଇଛି, ସେଥିରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଆସନ୍ତୁ ଏହି 3 ମାଙ୍କଡର ଯୋଉ 3ଟି କଥା ବାସ୍ତବ ଅର୍ଥକୁ ବୁଝିବା ଏବଂ ଯେଉଁଠି ଅନ୍ୟାୟ ହେଉଛି, ଯେଉଁଠି ଆମକୁ କହିବା କଥା, ଶୁଣିବା କଥା, ଦେଖିବା କଥା, ସେଗୁଡ଼ିକରୁ ଆମେ ଦୂରେଇ ଯିବା ନାହିଁ। ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ପାଖରେ କୃତଜ୍ଞତା ଜଣାଉଛି ଯେ ଏତେ ସୁନ୍ଦର ଏକ ଗପଟିକୁ ସେ ଅନୁବାଦ କରିଛନ୍ତି ଏବଂ ବିଶେଷ କରି ଲେଖିକା ପଲ୍ଲବୀ ତ୍ରିବେଦୀଙ୍କ ପାଖରେ କୃତଜ୍ଞତା ଜଣାଉଛୁ ଯେ ସେ ଏତେ ସୁନ୍ଦର ଏକ ଗପ ସୃଷ୍ଟି କରିପାରିଛନ୍ତି। ସମସ୍ତ ରେଡ଼ିଓ କୋରାପୁଟର ଶ୍ରୋତାଙ୍କୁ ପୁଣି ଥରେ କୃତଜ୍ଞତା ଜଣାଇ ମୁଁ ସିଏଚ୍ ସାନ୍ତାକାର ରହୁଛି। ତେବେ ପୁଣି ଥରେ ଆଉ ଏକ ଏପିସୋଡରେ ଆଉ ଏକ କାହାଣୀ ସହିତ ନିଶ୍ଚିତ ଭାବରେ ଦେଖାହବ। ସେତିକି ପର୍ଯ୍ୟନ୍ତ ବିଦାୟ ନେଉଛି ମୁଁ। କୋରାପୁଟିଆ ଜୁହାର। ନମସ୍କାର।